ଯାହା ଭାବୁଛ ତାହା କର, ମୋର ସେଥିରେ ସହମତ ଅଛି। ଏହା ମଧ୍ୟ ମୁଁ ଜାଣେ। ତୁମର ଏହି ଗୁରୁଙ୍କୁ ନ ପଚାରି ତୁମେ କିଛି କାର୍ଯ୍ୟ କର ନାହିଁ ଏବଂ ତୁମେ ମୋର ଉତ୍ତରକୁ ଅପେକ୍ଷା କରିଛ। ତେଣୁ ମୁଁ କହୁଛି, ଯାହା ଭାବିଛ ତାହା କର। ବର୍ତ୍ତମାନ ପର୍ଯ୍ୟନ୍ତ ତୁମେ ଜୀବନର କିଛି କ୍ଷେତ୍ରରେ ବିଫଳ ହୋଇଛ, କିନ୍ତୁ ସେହି ବିଫଳତା ପଛରେ କିଛି କାରଣ ଥିଲା, ଯାହାକୁ ତୁମେ ସମୟ ସହିତ ଜାଣିପାରିବ। କିନ୍ତୁ ସେହି କଠିନ ସମୟରେ ଏବଂ ଆଜି ବି ତୁମେ ଅନୁଭବ କର ଯେ ତୁମ ସାଇ ତୁମ ସାଥିରେ ଅଛି। ତେଣୁ ତୁମର ବିଫଳତା ପାଇଁ ଦୁଃଖିତ ହୁଅ ନାହିଁ। ଯାହା ବି ଘଟେ ମୋର ଇଚ୍ଛା ଅନୁଯାୟୀ ଘଟେ, ତେଣୁ ଚିନ୍ତା କର ନାହିଁ। ମୁଁ ଥିବା ଯାଏଁ କେହି ବି ତୁମର କ୍ଷତି କରିପାରିବେ ନାହିଁ। ଆରେ ତୁମର ଅଧାରୁ ଅଧିକ ଦୁଃଖ ତ ମୁଁ ମୋ ନିଜ ଉପରେ ନେଇଯାଏ। ତେଣୁ ଯେଉଁ ସମସ୍ୟାଗୁଡ଼ିକ ତୁମକୁ ଅସୁବିଧାରେ ପକାଉଛି ଏବଂ ଶୋଇବାକୁ ଦେଉନାହିଁ, ସେସବୁକୁ ମୋତେ ସମର୍ପିତ କରିଦିଅ। ପ୍ରତିଦିନ ମୋର ସାଇ କଷ୍ଟ ନିବାରଣ ମନ୍ତ୍ର ପାଠ କର। ସମସ୍ତ ବାଧାବିଘ୍ନ ଏବଂ ନକାରାତ୍ମକ ଚିନ୍ତାଧାରା ତୁମର ମନ ମସ୍ତିଷ୍କରୁ ବାହାର ହୋଇଯିବ। ମୁଁ ଅଛି ଏବଂ ସବୁ କିଛି ଠିକ୍ କରୁଛି। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।